ଅନୁଭବଙ୍କର ଯୋଉଟା ହାଇଟ୍ ବଡି ତାଙ୍କର ଅଛି ମାସ୍ ମୁଭିକୁ ସେ ପୁରା ପରଫେକ୍ଟ। ମାସ୍ ଆମେ ଆପଣମାନଙ୍କୁ କହିଥିଲୁ ଫାଷ୍ଟ ଆମେ ଆପଣମାନଙ୍କୁ କହିଥିଲୁ କି ଅଗଷ୍ଟ ମାସରେ ଆସିଛି ରାବଣ। ଆମେ ଯୋଉ ନ୍ୟୁଜଟା ଦଉଛୁ ସେଟା ପୁରା ଅଫିସିଆଲି ନ୍ୟୁଜ ଠିକ ନ୍ୟୁଜ। କାହିଁକି ନା ଆମେ କୌଣସି ଫେକ୍ ନ୍ୟୁଜ ଦେଇକି କୋଉ ଫ୍ୟାନ୍ସ ମାନଙ୍କୁ ଦୁଃଖିତ କରିବାକୁ ଚାହୁଁନୁ କି କୋଉ ଫିଲ୍ମ ପ୍ରେମୀକୁ ଦୁଃଖିତ କରିବାକୁ ଏବେ ଖାଲି ଅନୁଭବ କରି ଚାଲିଛି ପୁରା ଫ୍ୟାନ୍ସ ମାନଙ୍କ ପାଇଁ ସରପ୍ରାଇଜ ଭେଟି ଚାଲିଛି। ଅନୁଭବ ଫ୍ୟାନ୍ସ ମାନେ ତମେ କଣ ଚାହୁଁଛ ତମେ ଯାହା ଚାହୁଁଛ କୁହ ଅନୁଭବ ଦେଇଦେବେ। ମାନେ ଗୋଟିଏ ପରେ ଗୋଟିଏ ଆନାଉନ୍ସମେଣ୍ଟ ଏବେ କରିଛନ୍ତି କି 31 ତାରିଖରେ ଆସୁଛି ରାବଣ। ଆମେ ସେ ଇଏଟାକୁ ପଢିବା କି ଅନୁଭବ କଣ ପୋଷ୍ଟ କରିଛନ୍ତି ସେଇଟା ଆଗେ ଦେଖିବା ଆଗେ ମାନେ କଣ ଲେଖିଛନ୍ତି। ଲାଇକ୍ କର ଆଗେ ଲାଇକ୍ କର ଲାଇକ୍ ସବସ୍କ୍ରାଇବ ଆଗେ କର। ଅନୁଭବ ଫ୍ୟାନ୍ସ ମାନେ କୁଆଡେ ଗଛ ପଳେଇ ଫାଷ୍ଟ ଲାଇକ୍ କର ଫାଷ୍ଟ ଲାଇକ୍ କର ମାନେ ୟା ପାଇଁ ତ ଲାଇକ୍ ବନୁଛି କିଛି ଜାଣିନ ଲାଇକ୍ ଟା ଦରକାର। ଅନୁଭବର ସବୁଠୁ ୱେଟେଡ୍ ମୁଭି ହଉଛି ରାବଣ। ଖାଲି ଅନୁଭବ ଫ୍ୟାନ୍ସ ନୁହଁ ପୁରା ଓଡିଶାବାସୀ ଅପେକ୍ଷା କରିଥିଲେ ୟାରି ଅପଡେଟ୍ କୁ। ମାନେ ଆଗରୁ ତ ଆନାଉନ୍ସମେଣ୍ଟ ହେଇଛି କିନ୍ତୁ ଏଥର ଆନାଉନ୍ସମେଣ୍ଟ ପୁରା ଠିକ ଭାବରେ ହବା ଯାଉଛି। କାହିଁକି ନା ଅନୁଭବ ଏଥର କୌଣସି ରିସ୍କ ନ ଜାଣନ୍ତି। ଏଥର ଯାହା ବି ହେଲେ ସେ ଫିଲ୍ମକୁ କମ୍ପ୍ଲିଟ୍ କରିବେ। ନା ଦେଇନାହାନ୍ତି କିନ୍ତୁ ସମସ୍ତେ ଜାଣିଛନ୍ତି କୋଉ ଫିଲ୍ମ ଆସୁଛି। ସମସ୍ତେ ତ ଅବଭିୟସଲି ଜାଣିଛନ୍ତି କଣ ସେ ଲେଖିଛନ୍ତି ମୁଁ ଆପଣମାନଙ୍କୁ କହୁଛି। ସେ ଲେଖିଛନ୍ତି କି କ୍ରୋର୍ସ ଅଫ ଆର୍ଟସ ୱେଟିଂ ମାନେ ମାନେ କରୋଡ଼ କରୋଡ଼ ମାନେ କୋଟି କୋଟି ଲୋକ ଅପେକ୍ଷା କରିଛନ୍ତି ହୃଦୟ ଅପେକ୍ଷା କରିଛି ଆଜ କମିଟେଡ୍ ମାନେ ଯାହା ଆମେ ଆପଣମାନଙ୍କୁ କମିଟ୍ କରିଥିଲୁ ଦ ମାସ୍ ମୁଭି ଆନାଉନ୍ସମେଣ୍ଟ କମ୍ସ ଆଲାଇଭ୍। ମାନେ ମାସ୍ ମୁଭି ଯୋଉଟା ସବୁଠୁ ବଡ ମାସ୍ ମୁଭି ସେଇଟା ଆନାଉନ୍ସମେଣ୍ଟ ହବା ଯାଉଛି। ଆକ୍ସନ ସସ୍ପେନ୍ସ ଯାହା ବି କିଛି ମାସ୍ ମୁଭି ଗୋଟା ଆନାଉନ୍ସମେଣ୍ଟ ହବାକୁ ଯାଉଛି। ମାର୍କ ଦ ଡେଟ୍ 31/8/2025 ମାନେ ଅଗଷ୍ଟ 31 2025 ସଣ୍ଡେରେ ଗୋଟେ ସଣ୍ଡେ ମାନେ ସଣ୍ଡେ ଧମାକା ଦେବେ ଅନୁଭବ ମହାନ୍ତି। ଏବେ ତ ଦେଇଥିଲେ ତ ଗଣେଶ ପୂଜାରେ ଦେଇଥିଲେ ଗୋଟେ ଝଟକା ଛକି ସୁନରେ ତା ଭିଡିଓ ତ ପୂର୍ବ ଭିଡିଓ ଆଗେ ଯେତେ ଖୁସି ଅଛନ୍ତି ଲାଇକ୍ ବଟନ ଟା ବାଡେଇ ବାଡେଇ ଫଟେଇ ଦିଅନ୍ତି ପୁରା ଫଟେଇ ଦିଅନ୍ତି ଲାଇକ୍ ବଟନ। କାହିଁକି ନା ଇଏଟା କେବଳ ଅନୁଭବ ଫ୍ୟାନ୍ସ ନୁହଁ ସାରା ଓଡିଶାବାସୀ ଅପେକ୍ଷା କରିଥିଲେ। ଆମେ ଅପେକ୍ଷା କରିଥିଲୁ ତମେ ଅପେକ୍ଷା କରିଥିଲୁ ସମସ୍ତେ ଅପେକ୍ଷା କରିଥିଲେ। ଆମେ ଅପେକ୍ଷା କରିଥିଲୁ କେବେ ଅପଡେଟ୍ ଆସିବ କେବେ ଅପଡେଟ୍ ଆସିବ। 2022 ରୁ ଚାଲିଛି ମାନେ ଅନୁଭବ 2022-21 ରୁ ଚାଲିଛି କି ମାନେ ମାନେ ରାବଣ ଆସିବ କେବେ ଆସିବ କିନ୍ତୁ ବହୁତ ରଜରେ ଆସିବ ଦୁର୍ଗା ପୂଜାରେ ଆସିବ ରଜରେ ବହୁତ ବିବାଦରେ ଇଏ ହେଇକି ବହୁତ ବିବାଦ। ଫାଇନାଲି ଡେଟ୍ ଆସି ଯାଇଛି ସମସ୍ତେ ଜାଣିଛନ୍ତି ଏଇଟା ହିଁ ରାବଣ ମୁଭିର କିଛି ଅପଡେଟ୍ ଆସିଛି। ମାନେ ଏ ଫିଲ୍ମର ଏତେ ହାଇପ୍ ଅଛି କି ଅନୁଭବ କିଛି ବି କହିନାହାନ୍ତି କି ମାନେ କୋଟି କୋଟି ହୃଦୟ ଅପେକ୍ଷା କରୁଛି ଏଇ ଫିଲ୍ମ କି ଆମେ ଆନାଉନ୍ସମେଣ୍ଟ କରିବାକୁ ଯାଉଛୁ। ତା ମାନେ ଲୋକ ଜାଣି ସାରିଲେଣି କି କୋଉ ମୁଭି ଆନାଉନ୍ସମେଣ୍ଟ ହବାକୁ ଯାଉଛି ଆଉ କୋଉ ଟାଇପ ଅଫ ମୁଭି ହବାକୁ ଯାଉଛି। କାରଣ ମାସ୍ ସେ ଲେଖିଛନ୍ତି ମାସ୍ ମାନେ କିଛି ମାସ୍ ଆକ୍ସନ ପୁରା ଲାଗିକି ରହିବ। କାହିଁକି ଅନୁଭବ ଜାଣିଛନ୍ତି ମାସ୍ ମୁଭିର ଚାହିଦା ଏବେକା ଡେଟ୍ ରେ କେତେ ଅଛି। ମାନେ ମାସ୍ ମୁଭି ନିହାତି ଭାବରେ ହବା ଦରକାର। କାହିଁକି ନା ଓଡିଆ ଫିଲ୍ମରେ ମାସ୍ ମୁଭିର ଇଏଟା ନାହିଁ ବିଲକୁଲ ନାହିଁ ମାସ୍ ମୁଭି। ଆଉ ମାସ୍ ମୁଭି ତ ଦେଖ ବୋଉ ବୁଟୁ ବି ସେଟା କଣ ମାସ୍ ଆକ୍ଚୁଆଲି ହରର କମେଡି କିନ୍ତୁ ମାସ୍ ମୁଭି ଯଦି କହିବାକୁ ଗଲେ ଭିଲେନ ଆସିଥିଲା ମାନେ କର୍ମ ସହିତ କର୍ମଟା କଣ ସସ୍ପେନ୍ସ ମୁଭି ଥିଲା। କିନ୍ତୁ ରାବଣ ହବାକୁ ଯାଉଛି ମାସ୍ ମୁଭି ମାସ୍ ସହିତ କ୍ଲାସ ମୁଭି ମାନେ ମାସ୍ ରହିବ ସସ୍ପେନ୍ସ ରହିବ ସବୁ ପ୍ରକାର ଗୋଟେ ଏଲିମେଣ୍ଟ ଗୋଟେ ରଖିବେ ଯାହା ବି ହଉ। ମତେ ଲାଗୁଛି ତାଙ୍କ କ୍ୟାରିୟର ଏଇଟା ହଉଛି ମତେ ଲାଗୁଛି କଣ ସମସ୍ତଙ୍କୁ ଲାଗୁଛି ବଡ କ୍ୟାରିୟର ସବୁଠୁ ବେଷ୍ଟ ମୁଭି ହବ ରାବଣ। କାହିଁକି ନା ଇଏ ଫିଲ୍ମ ପାଇଁ ସେ ଗୋଟେ ପର୍ସନାଲି ଆଟାଚ ହେଇକି ଅଛନ୍ତି। ତା ମାନେ ଇଏ ଫିଲ୍ମ 2022 ରୁ ଆଗେ ଲାଗିକି ରହିଥିଲା। 2022 ରେ ହିନ୍ଦୀରେ ଆପଣ ମାନେ ଦେଖିଥିବେ ହିନ୍ଦୀରେ ଆଗେ ତାର ଟାଇଟଲ ମାନେ ହିନ୍ଦୀରେ ଆଗେ ରିଲିଜ ହେଇଥିଲା ଓଡିଆରେ ବି ରିଲିଜ ହେଇଥିଲା ସେତେବେଳେ ଏମିତି ଗୋଟେ ହିନ୍ଦୀରେ ଫେରିବି ନିଶ୍ଚୟ ଫେରିବି ମତେ ବଦନାମ କରିଥିବା ଚରିତ୍ର ମାନେ ଡାଇଲଗ ଥିଲା। ପୁଣି ତାପରେ ଗୋଟେ ଆନାଉନ୍ସମେଣ୍ଟ ଆସିଥିଲା ତାପରେ ପୁଣି ତାପସ୍ୱର ଘରିଆ ତାଙ୍କ ସହିତ ଗୋଟେ ଆସିଥିଲା ପୁଣି ସେଟା ବି ତାଙ୍କ ସହିତ ଗୋଟେ ଆସିଥିଲା ସେ କିଛି ହେଇପାରିଲା ନାହିଁ। ପୁଣି ଆସିଥିଲା ଅନୁପମ ପଟ୍ଟନାୟକ ତାଙ୍କ ସହିତ ବି କିଛି କଣ୍ଟ୍ରୋଭର୍ସି ଚାଲିଲା ତ ବହୁତ ସାରା ଇଏ ହେଇକି ବିବାଦରେ ଫାଇନାଲି କିନ୍ତୁ ଫିଲ୍ମ ସେ ଏମିତିଆ ଫିଲ୍ମ ତା ପାଇଁ ଏବେ ବି ଦର୍ଶକ ଅପେକ୍ଷା କରୁଛନ୍ତି। ସବୁ ଦର୍ଶକ ଅପେକ୍ଷା କରୁଛନ୍ତି କି ରାବଣ ମୁଭି ଅନୁଭବ ଆଣିବେ ଆଉ ତାକୁ ଦେଖି ପ୍ରଥମ ଶୋରେ ବକ୍ସ ଅଫିସ ଫଟେଇ ଦେବେ ଟୋଟାଲ। ସବସ୍କ୍ରାଇବ ସାଙ୍ଗେ ସାଙ୍ଗେ ସବସ୍କ୍ରାଇବ ଗୋଟେ ଲାଇକ୍ ସବସ୍କ୍ରାଇବ କରିଦିଅ। ଏଟା ରିଏଲ କୋଉ ଫେକ୍ ଆମେ କି କହୁନି କି କିଛି କରୁନୁ କି ଫେକ୍ ର କୌଣସି କୋଉଠୁ ଫେକ୍ ଆଣିକି ଆମେ ଦେଇଦେବୁ ଅପଡେଟ୍ ଫେକ୍ ଅପଡେଟ୍ କିଛି ନାହିଁ। ମାନେ ଦର୍ଶକଙ୍କୁ ଖୁସି କରିବା ଆମ ଦାୟିତ୍ୱ। ଭିଉ ବରଂ କମ ହେଇଯାଉ 100 200 500 ଭିଉ କମ ହେଇଯାଉ କିଛି ଦୁଃଖ ନାହିଁ କିନ୍ତୁ ଠିକ ଅପଡେଟ୍ ଯଦି ଦେଇଦେବା ଫ୍ୟାନ୍ସ ମାନେ ଖୁସି ହେବେ ଫ୍ୟାନ୍ସ ମାନେ ଦେଖିବେ ନିଶ୍ଚୟ। ଆଉ ତାପରେ ରହୁଛି ମାନେ ଇଏ ମୁଭିଟା ମାନେ ମୁଁ ଯେତେବେଳେ ଅପଡେଟ୍ ଟା ଦେଖିଲି ମାନେ ମୁଁ ଏତେ ଖୁସି ହେଇଗଲି ମୁଁ କହିଲି ମୋ ଏ ଖୁସିଟା କେବଳ ଆମେ ନୁହଁ ଦର୍ଶକ ମାନଙ୍କୁ କାହିଁକି ନା ସେମାନେ ବି ଅପେକ୍ଷା କରୁଛନ୍ତି। ମାନେ କମେଣ୍ଟ ସେକ୍ସନରେ ମୋର ଏତେ ଭରି ହେଇକି ଅଛି କି ରାବଣ ମୁଭି ଅପଡେଟ୍ ଦିଅ ରାବଣ ମୁଭି ଅପଡେଟ୍ ଦିଅ ଯେତେକ ଫ୍ୟାନ୍ସ ମାନେ ଫାଇନାଲି 31 ତାରିଖ ରବିବାର ଦିନ ସକାଳୁ ଗାଧେଇ ପାଧେଇ ପୁରା ରେଡି ଗାଧେଇ ପାଧେଇ ପୁରା ଫ୍ୟାନ୍ସ ମାନେ ସବୁ ରେଡି ହେଇଯାଇଥାଉ ମାନେ ଅନୁଭବ ଅପଡେଟ୍ ଦେବେ। କେତେବେଳେ ଦେବେ ଅବଶ୍ୟ ତା ଇଏଟା ହଉନି କିନ୍ତୁ ଦିନ ଦେବେ କାହିଁକିନା ବେଶୀ ୱେଟ୍ କରେଇବେ ନା ଆଉ ସେ ବୋଧେ ପୁରା ଜଣା ପଡିବ କୋଉ କୋଉ କ୍ୟାରେକ୍ଟର ଅଛନ୍ତି କିଏ ମୁଭିରେ ଅଛନ୍ତି। ଆନାଉନ୍ସମେଣ୍ଟ ମତେ ଲାଗୁଛି କ୍ୟାରେକ୍ଟର ଆନାଉନ୍ସମେଣ୍ଟ ନ କରିପାରନ୍ତି ପୋଷ୍ଟର ଗୋଟେ ରିଭିଲ୍ ତ କରିବେ ସିଏ ତ ରହିବେ ଫାଇନାଲ ଆଗେ ତାପରେ ଆଉ ନାୟିକା ଯିଏ ହେବେ ତାଙ୍କର କିଛି ଇଏ ରହିପାରେ କିଛି ଯାହା ବି ହଉ ଆନାଉନ୍ସମେଣ୍ଟ ଆଗେ ଦରକାର।
ପ୍ରପର ଅଫିସିଆଲ ଆନାଉନ୍ସମେଣ୍ଟ ହେଇ ସାରିଲା ପରେ ଗୋଟେ ଧମାକାଦାର ଭିଡିଓ ସେଦିନ ପୁରା ଗୋଟେ ଭଲ ସେଲିବ୍ରେସନ କେତେ ଖୁସି ଆପଣ ମାନେ କମେଣ୍ଟ ନିଶ୍ଚୟ ଜଣାଇବେ କମେଣ୍ଟ ରେ କେତେ ଖୁସି ଅଛନ୍ତି ଆପଣ ମାନେ ନିହାତି ଜଣାନ୍ତୁ ଆଉ ମାନେ କମେଣ୍ଟ ଭରି ଦିଅନ୍ତୁ ଟୋଟାଲ ଅନୁଭବ ଭାଇଜାନ ସବୁ ଟୋଟାଲ ଭରି ରାବଣ ପୁରା ଲେଖି ଦିଅନ୍ତୁ ଯାହା ବି ଆପଣ ମାନେ ମାନେ ଖୁସି ଆପଣ ମାନେ ଯେତେ ସବୁ କହିଥିଲେ କି ରିକ୍ୱେଷ୍ଟ କରିଥିଲେ କି ରାବଣ ଅପଡେଟ ଦିଅ ରାବଣ ଅପଡେଟ ଆମେ କଣ କହିଥିଲୁ ଜଲ୍ଦି ସୁଟିଂ ଷ୍ଟାର୍ଟ ହବ ଆମେ କଣ କହିଥିଲୁ ଜଲ୍ଦି ଆନାଉନ୍ସମେଣ୍ଟ ହବ ଦେଖ ଗତକାଲି ଭିଡିଓରେ ବି ଆପଣ ମାନେ ଦେଖିବେ ଆମେ କୋଉ ଫିଲ୍ମ କରିଥିଲେ ଛକି ସୁନରେ ଆମେ ରିପ୍ଲାଏ ବି ଦେଇଥିଲୁ ରାବଣ ଜଲ୍ଦି ସୁଟିଂ ଷ୍ଟାର୍ଟ ହବ ଦେଖ ମାନେ ସେଇ ସୁଟିଂ ଟା ପୁଣି ମାନେ ଆନାଉନ୍ସମେଣ୍ଟ ହେଇଗଲା ପରେ କଣ ସୁଟିଂ ଟା ଯାହା କହିଥିଲେ କି ଅଗଷ୍ଟ ମାସରେ କିଛି ଆନାଉନ୍ସମେଣ୍ଟ ଆସିବ ଅଗଷ୍ଟ ମାସରେ ଆନାଉନ୍ସମେଣ୍ଟ ଆସିବ ସେ ଗୋଟେ ବଡ ଗୋଟେ ଫଙ୍କସନ କହିଥିଲେ ତାମାନେ ଏଟାକୁ ଡିଲେ କରିବେ ନାହିଁ କାହିଁକି ନା ଗୋଟେ ମାନେ ସେ ଗୋଟେ ଫଙ୍କସନ ଯାଇକି ଯେତେବେଳେ କହିଛନ୍ତି ତ ତାଙ୍କ କମିଟମେଣ୍ଟର ଜବାବ ସେ ରଖିବେ ତ ରଖିଲେ ମଧ୍ୟ ଆଉ ଇଏ ମୁଭି ଆନାଉନ୍ସମେଣ୍ଟ ହେଇସାରିଲା ପରେ ମାନେ ଲାଗୁଛି ଆଉ ଅନୁଭବ ମାନେ ଇଏ ଆଉ କଣ କଣ ସବୁ ରହିଲା ଛକି ସୁନ ରାବଣ ଆଉ ବିଗୁଲ ଟୁ ଚାରିଧାମ ଇଏ ଚାରିଟା ଫିଲ୍ମ ଯଦି ସେଇଭଳି ଢଙ୍ଗର ସ୍କ୍ରିପ୍ଟ ପୁରା ଇଏ ହେଇକି ରହିବ ରାବଣ ନାଁରେ ଖାଲି ମୁଁ କହୁଛି ଖାଲି ରାବଣ ନାଁଟା ହିଁ 5 କୋଟି କରିବାକୁ ଇଏ ରାବଣ ଭି କମା ଦେଇକି ସେ ଭି ପାଇଁ 5 କୋଟି ମାନେ ପୁରା ଭରିଯିବ କାହିଁକି ନା କେବଳ ଫ୍ୟାନ୍ ନୁହନ୍ତି ଫିଲ୍ମ ପ୍ରେମୀ ସବୁ ଫିଲ୍ମ ପ୍ରେମୀ ଆଉ ରାବଣ ଟା ନାହିଁ କିଛି ୟୁନିକ୍ ଟାଇପ ର ରାବଣ ନା କିଛି ଏଇ ରାବଣ ନାଁକୁ ନେଇ କିଛି ବିବାଦ ହେଇଥିଲା ଆମ ମୁଭି ଟା ଆମେ ଚାହୁଁଥିଲୁ ମୁଭି ରିଭିଲ ହେଲା ଆମେ ଆପଣମାନଙ୍କୁ ଅପଡେଟ ଦେଇଥିଲୁ କି ରାବଣ ସୁଟିଂ ଜଲ୍ଦି ଷ୍ଟାର୍ଟ ହଉଛି ଆନାଉନ୍ସମେଣ୍ଟ ହବ ଦେଖ ପୂର୍ବ ଭିଡିଓରେ ମୁଁ କହିଛି ଆନାଉନ୍ସମେଣ୍ଟ ଟା ଅନୁଭବ କରିବେ 31 ତାରିଖରେ ତ ଇଏ ଚ୍ୟାନେଲ କେବଳ ଠିକ ନ୍ୟୁଜ ଦେଇଥାଏ ଭୁଲ ନ୍ୟୁଜ ଦେଇକି ଭିଉ କମେଇବାର ଉଦ୍ଦେଶ୍ୟ ବିଲକୁଲ ନାହିଁ ଠିକ ନ୍ୟୁଜ ଦେଇକି ଆପଣମାନଙ୍କ ମୁହଁରେ ହସ ଫୁଟେଇବା ମାନେ ଆପଣମାନଙ୍କୁ ଖୁସି କରିବା ହଉଛି ଆମ ଇଏ ମାନେ କୌଣସି ଫେକ୍ ନ୍ୟୁଜ ଦେଇକି ଭିଉ ବଢାଇଲେ କିଛି ଫାଇଦା ନାହିଁ ଦର୍ଶକ ମାନଙ୍କ ଫେକ୍ ନ୍ୟୁଜ ଦେଲେ ପୁଣି କହିବେ କି ଏଡିଟ କରି ଦଉଛନ୍ତି ଫେକ୍ ଭିଡିଓ ବନଉଛନ୍ତି ଭିଉ ପାଇଁ ରିଏଲ ତାଙ୍କର ଭିଡିଓରେ କିଛି ଲାଗୁନି ପ୍ରତ୍ୟେକ ଭିଡିଓରେ ଦେଖି ଆମେ ଯେତିକି ମାନେ ମାନେ ନର୍ମାଲ କଥା ହଉ କିନ୍ତୁ ଆଜି କେତେ ଏକ୍ସାଇଟେଡ କଥା ହଉଛି କାହିଁକି ଆମେ ବି ସେତିକି ଏକ୍ସାଇଟେଡ ଅଛୁ ଆମେ ୱେଟ୍ କରୁଛୁ ନା ସେ ମୁଭି କରୁଛୁ ନା ଆମେ 3 ବର୍ଷ ହେଲାଣି ଯେତେବେଳେ ରିଭ୍ୟୁ ଷ୍ଟାର୍ଟ କରୁଥିଲେ ଖାଲି ଆପଣ ମାନେ ପର୍ସନାଲି ଆମେ ବି ୱେଟ୍ କରୁଛୁ ଆମେ ବି ୱେଟ୍ କରୁଛୁ ଅନୁଭବ ଫ୍ୟାନ୍ସ ଅନୁଭବର ଯେ ଫ୍ୟାନ୍ସ ବି ନୁହନ୍ତି ସେମାନେ ବି ଅପେକ୍ଷା କରୁଛନ୍ତି କାହିଁକି ନା ସେ ଫିଲ୍ମର କ୍ରେଜ ସେଇଭଳିଆ ଅଛି ଖାଲି ଏଟା ଅନୁଭବ ଫ୍ୟାନ୍ସ ପାଇଁ ନୁହେଁ ପୁରା ଓଡିଶାର ଗୋଟେ ଗର୍ବର କଥା କି ଏତେ ବଡ ପ୍ରୋଜେକ୍ଟ ଟା ଗୋଟେ ଆସୁଛି ଆଉ ସଫଳତା ପାଇବା ଦରକାର ମୁଭି ନିହାତି କାରଣ ବହୁତ ୱେଟେଡ ମୁଭି ୟାର କିଛି ଇଏ ନାହିଁ ଖାଲି ସ୍କ୍ରିପ୍ଟ ଟିକେ ଭଲ ହେଇଥାଉ ସ୍କ୍ରିପ୍ଟ ଟିକେ ଆଉ ସ୍କ୍ରିନ୍ ପ୍ଲେ ଟିକେ ଭଲସେ ଦେଖିବା ଦରକାର ସେଇଭଳିଆ ଆନାଉନ୍ସମେଣ୍ଟ ହବ ମତେ ଲାଗୁଛି ଗୋଟେ ଟାଇଟଲ ଆନାଉନ୍ସମେଣ୍ଟ ଖାଲି ଗୋଟେ ପୋଷ୍ଟର ହବ ନା ମତେ ଲାଗୁଛି ଗୋଟେ ମୋଶନ ଟିଜର ଗୋଟେ ହେଇପାରେ ତ ଦେଖାଯାଉ ସେ କଣ କରୁଛନ୍ତି ମୋଶନ ଟିଜର ଆନାଉନ୍ସମେଣ୍ଟ ହବା ଦରକାର କାହିଁକି ନା ସେ ଫିଲ୍ମ ଯୋଉ ଲେବୁଲର ଫିଲ୍ମ ଆଉ ସେଇଟା ଖାଲି ଗୋଟେ ପୋଷ୍ଟରରେ ଆନାଉନ୍ସମେଣ୍ଟ ହବାଟା ଜମାରୁ ଇଏ ହଉନି ଲାଇକ୍ କର କମେଣ୍ଟ କର କି ମାନେ ଏଇଟା ପୁରା ଗୋଟେ ମୋଶନ ଟି ଗୋଟେ ଭଲ ଧମାକେଦାର ଭାବରେ ଆନାଉନ୍ସମେଣ୍ଟ ହବା ଦରକାର ସେ ଆନାଉନ୍ସମେଣ୍ଟ ଛୋଟ ମୋଟ ଆନାଉନ୍ସମେଣ୍ଟ ଚଳିବ ନା ଇଏ ଫିଲ୍ମଟା ଚଳିବ ନା ଇଏ ଫିଲ୍ମ ବଡ ଫିଲ୍ମ ବହୁତ ବଡ ଫିଲ୍ମ ତାକୁ ବହୁତ ଦର୍ଶକ ବହୁତ ବର୍ଷ ହେଲାଣି ଅପେକ୍ଷା କରିଛନ୍ତି ମାନେ ପେସେନ୍ସ ମାନେ ଆଉ ଇଏ ନାହିଁ ଲୋକଙ୍କ କାଲି ଆମେ ଛକି ସୁନ୍ଦର ଯୋଉ ରିଭ୍ୟୁ କରିଥିଲୁ ଅଚାନକ ଆମେ ଆପଣଙ୍କୁ ପୂର୍ବ ଭିଡିଓରେ କଣ କହିଥିଲୁ କି ଅନୁଭବ ଏବେ ଗୋଟେ ଟ୍ରାକରେ ଅଛନ୍ତି କି ସେ କେବଳ ଫିଲ୍ମ କରିବେ ମାନେ ଫିଲ୍ମ ଲୋକମାନଙ୍କୁ ପୁରା ଦର୍ଶକ ମାନଙ୍କୁ ଏବେ ଆଉ ମତେ ଲାଗୁଛି ବର୍ଷକୁ ଆଉ ଗୋଟିଏ ନୁହଁ ଦିଟା ଆସିବ ରଜ ଦୁର୍ଗା ପୂଜା ଯାହା ବି ହେଲେ ରଜରେ ଯଦି ଆସିବ ତ ବିଗୁଲ ଟୁ ସେ କହୁଥିଲେ 2026 ମାନେ ମୁଁ କହୁନି କି କୋଉ ଫିଲ୍ମ କେତେବେଳେ ଆସିବ କିନ୍ତୁ ଆଉ କିଛି ପ୍ରୋଜେକ୍ଟ ହେଇପାରେ କିନ୍ତୁ ରଜ ଦୁର୍ଗା ପୂଜାରେ ଯାହା ବି ହେଲେ ମତେ ଲାଗୁଛି ବର୍ଷକୁ ଆଉ ଗୋଟେ ନୁହଁ ଦିଟା ଫିଲ୍ମ ରଜ ଦୁର୍ଗା ପୂଜା ନହେଲେ ବି ଦିଟା ଫିଲ୍ମ ଯେବେ ବି ହେଲେ ଆଉ ରଜ ଦୁର୍ଗା ପୂଜା ଯେହେତୁ ଗୋଟେ ବଡ ମାର୍କେଟ ତ ସେଇଥିରେ ସେ ଆଣିବାକୁ ଚାହିଁବେ ଆଉ ଦର୍ଶକ ମାନେ ତ ଅପେକ୍ଷା କରି ବସିଛନ୍ତି ରାବଣ ମୁଭି ତ ସମସ୍ତେ ଅପେକ୍ଷା କରି ବସିଛନ୍ତି ରାବଣ ମୁଭି ସୁଟିଂ ହେଇଛି କି ଜଣା ପଡୁନି କିନ୍ତୁ ଯାହା ଅପଡେଟ ଆସିବ ରାବଣ ମୁଭି ଫାର୍ଷ୍ଟ ଡେ ଫାର୍ଷ୍ଟ ଶୋ ଯେବେ ବି ହଉ ଫାର୍ଷ୍ଟ ଡେ ଫାର୍ଷ୍ଟ ଶୋ ଯିବା ହବ କମେଣ୍ଟରେ ଭରି ଦିଅ ଫାର୍ଷ୍ଟ ଡେ ଫାର୍ଷ୍ଟ ଶୋ ରାବଣ ଫାର୍ଷ୍ଟ ଡେ ଫାର୍ଷ୍ଟ ଶୋ ମାନେ କାହିଁକି ସେ ଫିଲ୍ମକୁ ଅପେକ୍ଷା କରିହବ ନା ବୁକ୍ ମାଇ ଶୋରେ ତ ପୁରା ଫୁଲ ହେଇଯାଇଥିବ ବୁକ୍ ମାଇ ଶୋରେ ମାନେ ଯେତେବେଳେ ଆସିବ କି ଆଉ ସବୁ ଯୋଉ ଆପ୍ଲିକେସନ ଅଛି ଯୋଉ ଆମର ଟିକେଟ ସବୁ ତ ଭରିଯିବ ଲାଇକ୍ ରେ କମେଣ୍ଟରେ ସବୁ ଭରିଯିବ ମାନେ କି ରେଟିଂ ଫେଟିଂ ସବୁ ତ ପଡିଯିବ କାହିଁକି ନା ରାବଣ ମୁଭିର ଇଏଟା ହିଁ ସେଇଭଳିଆ କିଛି ଅଲଗା ଆଉ 20 କୋଟି ବି ବୋଉ ବୁଟ ଭୂତର 20 କୋଟି ସିଏ ଫିଲ୍ମକୁ ମାନେ ଯଦି କାଟିବାର ଦମ ଯଦି କୋଉ ଫିଲ୍ମରେ ଅଛି ରାବଣର କାହିଁକି ନା ରାବଣ ମୁଭି ମାନେ ନାଁଟା ହିଁ ଯଥେଷ୍ଟ ଫିଲ୍ମକୁ ଇଏ କରିବା ପାଇଁ ଆଉ ସିଏ ଯଦି ଭଲ ସ୍କ୍ରିପ୍ଟ ହେଇଗଲା ଭଲ ମାନେ ସବୁ ଲୋକମାନଙ୍କୁ ପସନ୍ଦ ଆସିଗଲା 20 କୋଟି ବି କିଛି ନୁହଁ ଆଉ ମୁଁ ବି ଭାବୁଛି ରାବଣ ଖାଲି ଓଡିଆରେ ନବା ହିନ୍ଦୀରେ ତେଲୁଗୁରେ ବି ରିଲିଜ କରିବା କଥା ପୁରା ଯଦି ଭଲ ଭାବରେ ରିଲିଜ କଲା ନା 20 କୋଟି କଣ 50 କୋଟି ଆରାମରେ ହବ କାହିଁକି ନା
ଫିଲ୍ମ ର ଯଦି ସେଇଭଳିଆ କ୍ରେଜ ଥବ ଆଉ ଯେତେବେଳେ ଦେଖିଥିବେ କି ବାହାର ଯୋଉ ଫିଲ୍ମ ସବୁ ବାହାରୁଛି ଆମର କାନ୍ତରା ଗୋଟେ ଫିଲ୍ମ କାନ୍ତରା ଏଇ ଯୋଉ ମହାବତାର ନରସିଂହା ଆନିମେଟେଡ ମୁଭି ସେ ଗୋଟେ କିନ୍ତୁ ଭଲ ହେଇଛି ସ୍କ୍ରିପ୍ଟ ସମସ୍ତଙ୍କୁ ପସନ୍ଦ ଆସୁଛି ଆଉ ଆମ ଓଡିଆରେ କଣ ଗୋଟେ ଲିମିଟେଡ ଦର୍ଶକ ଅଛନ୍ତି କିନ୍ତୁ ଯଦି ସମସ୍ତେ ଭଲ ପାଇବା ଦେଲେ ସେ ଫିଲ୍ମକୁ ସେ ଫିଲ୍ମ ମାନେ ଆମ ଭାରତରେ ସମସ୍ତେ ଦେଖିବେ। ଅନୁଭବ କର ଯୋଉଭଳିଆ ହାଇଟ୍ ବଡି ତାଙ୍କର ଅଛି ମାସ୍ ମୁଭିକୁ ସେ ପୁରା ପରଫେକ୍ଟ ମାସ୍ ମୁଭି ଆଉ ତାଙ୍କ ଭଏସ ଯୋଉ ଦମଦାର ଭଏସ ପୁରା ତ ଏଇଟା ଗୋଟେ କଥା କି ସିଏ ଆକ୍ସନ ମୁଭି ଆଗରୁ ଯୋଉ ଭଳିଆ ସବୁ ଆସୁଥିଲା ସେ ଟାଇପର ମୁଭି ଆଉ ବିଲକୁଲ ବି ଆସୁନି ଆକ୍ଚୁଆଲି ସେ ସବୁ ଅଲଗା ଟାଇପର ହଁ ସେ ସବୁ ଅଲଗା ଟାଇପର ଏବେ ଯୋଉ ମାସ୍ ମୁଭିର ଜମାନା ସବୁ ଚାଲିଛି ହିନ୍ଦୀରେ ତ ଆପଣ ଆଉ ଷ୍ଟୋରି ବି ୟୁନିକ୍ ରଖୁଛନ୍ତି ମାସ୍ ସହିତ ସସ୍ପେନ୍ସ ବି ରଖୁଛନ୍ତି କିନ୍ତୁ ମାସ୍ ମୁଭିଟା ଓଡିଆରେ ବହୁତ କମ ଓଡିଆରେ ମାସ୍ ମୁଭି ନାହିଁ ବହୁତ କର୍ମ ମାସ୍ ମୁଭି ନୁହଁ ଯେଉଁମାନେ କର୍ମକୁ ମାସ୍ ମୁଭି ଭାବୁଛ ସେ ସସ୍ପେନ୍ସ ମୁଭି କର୍ମ ଗୋଟେ କ୍ଲାସ ମୁଭି ମାନେ ସସ୍ପେନ୍ସ ଥ୍ରିଲର ମୁଭି ଗୋଟେ ସେଟା ଟିଭିରେ ଦେଖିଲା ପରେ ଜାଣିବେ 31 ତାରିଖରେ ହଉଛି ତାର ମାନେ ପୂର୍ବ ଭିଡିଓ ସବୁ ଅଛି ବି ଯାଇକି ଆଇ ବଟନରେ ଦେଇଦେବେ ଆଇ ବଟନ ଦେଇଦେବି ଲିଙ୍କ ତଳେ ଡେସକ୍ରିପସନ ଦେଇଦେବି ଗୋଟେ ଚ୍ୟାନେଲ ଅଛି ଯାଇକି ଆପଣ ମାନେ ଦେଖିପାରିବେ। ତ ଆଜି ରାବଣ ଉପରେ ଖାଲି ଆମେ କଥା ହଉଛୁ କି ରାବଣ ମାନେ ମାସ୍ ମୁଭି ଗୋଟା ହେଇଗଲା ପରେ ଅନୁଭବ ଫାଷ୍ଟ ଆନାଉନ୍ସମେଣ୍ଟ ହେଲା ତୁମନେ ମୁଝେ ମାନେ ଜଲାୟା दिखाने के लिए ना इनका किसी ଗୋଟେ डायलॉग ଗୋଟେ ଦେଇଥିଲେ ହିନ୍ଦୀରେ ସେ ଡାଇଲଗ ବହୁତ ଫେମସ ବି ହେଲା ଲୋକ ବହୁତ ଲୋକ ତାଙ୍କର ଅନେକ ବସିଲେ ଫିଲ୍ମ ତାପରେ କୋଉ ନାସୁ କାହିଁକି ନା ହିନ୍ଦୀର ରିଭ୍ୟୁଅର ମାନେ ବି ସେମାନେ ବି ସବୁ କହିଲେ କଣ ଗୋଟେ ଡାଇଲଗ ମାନେ କୋଉ ଓଡିଆ ଫିଲ୍ମରେ କାହିଁକି ନା ଦମନ ମାନେ ଯେତେବେଳେ ପରିଚିତ ହେଇଥିଲା ସେତେବେଳେ ଅନୁଭବଙ୍କର ବି ଗୋଟେ ଆନାଉନ୍ସମେଣ୍ଟ ହେଇଥିଲା ତ ସବୁ ଲୋକ ପାଖାପାଖି ଅପେକ୍ଷା କରିକି ରହିଥିଲେ ତାର କିଛି ଅପଡେଟ ଆସିଥିଲା ତାପରେ ଲଭ୍ ଇନ୍ ଲଣ୍ଡନ ଆସିଲା ତାପରେ ତ ଲଭ୍ ଇନ୍ ଲଣ୍ଡନ ଆସିଲା ତାପରେ ଅଲଗା ଫିଲ୍ମ ସବୁ ଆସିଲା ଆମେ ଯୋଉ ଫିଲ୍ମ ଅପେକ୍ଷା ରଖିଲୁ ଆଉ ସବୁ ଦର୍ଶକ ଅପେକ୍ଷା ରଖିଲେ ସେ ହଉଛି ରାବଣ ମୁଭି। ରାବଣ ମୁଭିଟା ମାନେ ଆନାଉନ୍ସମେଣ୍ଟ ମାନେ ଧମାକା ଆନାଉନ୍ସମେଣ୍ଟ ଗୋଟେ ହବା ନିହାତି ଦରକାର। ଆଉ ଅନୁଭବ ଫ୍ୟାନ୍ସ ମାନେ କେତେ ଏକ୍ସାଇଟେଡ ଅଛି କେତେ ମାନେ କେତେ ଦିନ ହେଲାଣି ଅପେକ୍ଷା ଲାଇକ୍ ବଟନ ସବସ୍କ୍ରାଇବର ବଟନ କୁ ବାଡି ଫଟେଇ ଦିଅ ଟୋଟାଲ ମାନେ କାହିଁକି ନା ଜିନିଷ ହଉଛି ମାନେ ଇଏ ଜିନିଷର ଅପଡେଟ ଟା ମାନେ ଆମେ ଦେଲା ବେଳକୁ ଯେତିକି ଖୁସି ଲାଗୁଛି ଆପଣ ମାନେ ଦେଖୁଥିବେ ଆପଣଙ୍କୁ ସେତିକି ଖୁସି ଲାଗୁଥିବ କାହିଁକି ନା ବହୁତ ସାରା ଓଡିଶା ବାସୀ ଅପେକ୍ଷା କରିଛନ୍ତି ଏଇ ମୁଭିର ଅପଡେଟ କିଛି ପାଇବାକୁ। ଦେଖନ୍ତୁ ମାନେ ଅନୁଭବ କଣ ମାନେ ଦୀର୍ଘ 22 ବର୍ଷ ହେଲାଣି ଇଣ୍ଡଷ୍ଟ୍ରିରେ ଅଛନ୍ତି କିନ୍ତୁ ତାଙ୍କର ବହୁତ ସାରା ଫିଲ୍ମ ଏମିତି ଆସି ବହୁତ ସାରା ସକ୍ସେସ କରିଛି କିନ୍ତୁ ଇଏ ଯୋଉ ଫିଲ୍ମର ହାଇପ୍ ଅଛି ପାଖାପାଖି ଇଏ ଫିଲ୍ମର ହାଇପ୍ ଆଉ କୋଉ ଫିଲ୍ମରେ ନାହିଁ। ଇଏ ଫିଲ୍ମର ହାଇପ୍ ଅଲଗା ଲେଭେଲର ହାଇପ୍ ଆଉ ଇଏ ଫିଲ୍ମଟା ବି ସେଇଭଳିଆ ଢଙ୍ଗରେ ହବା ଆଉ ଅନୁଭବ ଯେତେ ମାତ୍ରାରେ ପାରୁଛ ସେୟାର କରେଇବ। ଅନୁଭବ ବି ଯେତେ ପୋଷ୍ଟ କରୁଛନ୍ତି ତାଙ୍କର କମେଣ୍ଟ ସେକ୍ସନରେ ଗୋଟିଏ ରାବଣର ଅପଡେଟ ରାବଣର ଯୋଉ ଫିଲ୍ମ ବି ଆସୁ ରାବଣ କେବେ ଆସିବ ଆମେ ଜାଣିପାରୁଥିବେ ରାବଣ ଏତେ ବିବାଦ ପରେ ବି ଏତେ ହାଇପରେ ଅଛି ମାନେ ସେ ଫିଲ୍ମ କ୍ରେଜ କୋଉ ଭଳିଆ ଆଉ ସେୟାର ମାନେ ପୁରା ଇଏ ଭିଡିଓକୁ ପୁରା ସେୟାର କର କାହିଁକି ନା ମାନେ ଇଏ ଯୋଉ ଖୁସି ଆମେ ଖୁସି ହେଇକି ବହୁତ କହିବାକୁ ଚାହୁଁଛୁ କିନ୍ତୁ କଣ କହିବୁ 31 ତାରିଖ ଦିନ ପୁରା ଆହୁରି ଖୁସି ଲାଗିବ 31 ତାରିଖ ଦିନ ତ ପୁଣି ରବିବାର ଦିନ ସଣ୍ଡେ ଦିନ ଗୋଟେ ଧମାକା କରି ଗୋଟେ ଆମର ଗୋଟେ ଭିଡିଓ ଅନୁଭବ ଦେଖିନାହାନ୍ତି ରାବଣ ମାନେ ସେ ଜାଣିଛନ୍ତି କି ତାଙ୍କ ଫ୍ୟାନ୍ସ ମାନେ ଜାଣି ପକେଇବେ ଓଡିଶାବାସୀ ଜାଣି ପକେଇବେ କି ତାଙ୍କ ଯୋଉ କୋର ହାର୍ଟ ସେ ଲେଖିଛନ୍ତି ତାଙ୍କର ସବୁଠୁ ୱେଟେଡ ମୁଭି ହଉଛି ରାବଣ ଆଉ ରାବଣ ଭଳିଆ ୱେଟେଡ ମୁଭି ତ ଆଉ କୋଉଟା ବି ନାହିଁ ଆଉ ସବୁ ମୁଭି ତ ଆନାଉନ୍ସମେଣ୍ଟ ହଉଛି ସକିସ ଗୋଟେ ଆନାଉନ୍ସମେଣ୍ଟ ହେଲା ସେ ଗୋଟେ ଭଲ ମୁଭି ସେ ଗୋଟେ ଭଲ ମୁଭି କିନ୍ତୁ ତାକୁ କଣ ଏତେ ଅପେକ୍ଷା ନାହିଁ କାହିଁକି ନା ସେଟା କେହି ଜାଣିବି ନଥିଲେ କିନ୍ତୁ ରାବଣ 3 ବର୍ଷ ପ୍ଲସ ହେଇଗଲାଣି ଲୋକ ଅନେଇକି ବସିଛନ୍ତି ମାନେ ଆଉ କଣ କହିପାରିବୁ ମାନେ ଏତେ ଖୁସି ଆମେ କଣ କହିବୁ ଆମେ ଜାଣିପାରୁ। ତ ଏବେ ଖାଲି 4 ଧାମ ଉପରେ ତାଙ୍କର ଭିଡିଓ ଆସିବ କି ସେ ତା ଭିତରେ ବି 36 ଗୋଟେ ଆନାଉନ୍ସମେଣ୍ଟ କଲେ ରାବଣ ଗୋଟେ ଆନାଉନ୍ସମେଣ୍ଟ କଲେ ପ୍ରପର 1 by 1 ଆନାଉନ୍ସମେଣ୍ଟ ଚାଲିଛି କିନ୍ତୁ ମୁଁ ଆପଣ ମାନଙ୍କୁ କଣ କହିଥିଲି କି ଗଣେଶ ପୂଜା ଭେଟି ଦେବେ ମାନେ କର୍ମର ଇଏଟା ଫିଲ୍ମ ଦେଇକି କିନ୍ତୁ ସେ ଏତେ ଭେଟି ଆମକୁ ସବୁ ବି ଦେବେ ଆମେ ସରପ୍ରାଇଜ ମାନେ 31 ଭାବି ନଥିଲୁ କି ସବୁ କିଛି ଆସିପାରିବ ବୋଲି କିନ୍ତୁ ଅଗଷ୍ଟ ମାସରେ ରାବଣର ଅପଡେଟ ଆସିବ ବୋଲି ମୁଁ ଆପଣମାନଙ୍କୁ ପୂର୍ବରୁ ବି କହିଥିଲି କାରଣ ରାବଣର ଅପଡେଟ ଅଗଷ୍ଟରେ ଆସିବ ବୋଲି ଅନୁଭବ ଆଗରୁ ବି କହିଥିଲେ ଆଉ ଅଲଗା ସୋର୍ସରୁ ବି ଆମେ ଜାଣିଥିଲୁ କିନ୍ତୁ ଜିନିଷ ହଉଛି ଯେପର୍ଯ୍ୟନ୍ତ କୌଣସି ଗୋଟେ ମାନେ ଅଫିସିଆଲ ଆନାଉନ୍ସମେଣ୍ଟ ମାନେ ଗୋଟେ ଭଲ ଇଏଟା ନ ହବ ତ ଆମେ ଆପଣଙ୍କୁ ଫେକ୍ ନ୍ୟୁଜ ଦେଇକି କଣ ପାଇଁ ଆପଣଙ୍କୁ ଇଚ୍ଛା ବଢେଇବୁ ଆପଣଙ୍କ ଟାଇମ ୱେଷ୍ଟ ବି ହବ ଫେକ୍ ନ୍ୟୁଜ ଇଚ୍ଛା ମାନେ ଭରିକି ରହିବ କିନ୍ତୁ ଯେତେବେଳେ ଠିକ ଜିନିଷଟା ନ ମିଳିବ ତ ମନ ଦୁଃଖ ହବ ସିଏ ମନ ଦୁଃଖ କରିବାକୁ ଆମେ ଚାହୁଁନୁ ଆପଣ ମାନଙ୍କୁ ଖୁସି କରିବା ପାଇଁ ଆମେ ଇଏଟା କରୁଛୁ ପ୍ରୟାସଟା ଆମର ଅଛି ବହୁତ ଖୁସି ଅଛି ଆମେ ମାନେ ସମସ୍ତେ ଓଡିଶାବାସୀ ଖୁସି ଅଛନ୍ତି କହିଲେ ତ ଦିନ ମାନେ ବସି କହୁଥିବୁ ରାବଣ ବିଷୟରେ କାହିଁକି ନା ରାବଣ ଫିଲ୍ମଟା ହେଇଛି ସେଇଭଳିଆ କିନ୍ତୁ ସେ ସମୟର ଇଏ ଅଛି ତ ସେଇ ଜିନିଷ ଅପେକ୍ଷା କରି କାହିଁକି ନା 31 ତାରିଖ ଦିନ ଆଉ ଗୋଟେ ପ୍ରପର ମାନେ କଣ ତାକୁ କୁହନ୍ତି ସେଲିବ୍ରେସନ ଭିଡିଓଟା ହବ ଆଉ କହିବେ ଅନୁଭବ କରି ଯୋଉ 4ଟା ମୁଭି ବିଗୁଲ 2 ରାବଣ ଆଉ 36 ଚାରିଧାମ ଆପଣ ମାନେ ସବୁଠୁ କୋଉଟା ୱେଟ୍ କରିଛନ୍ତି ଅବଭିୟସଲି ରାବଣକୁ ୱେଟ୍ କରିଥିବେ ମାନେ ବି କର୍ମ ଦେଖିବାକୁ ଥିଏଟରକୁ ଯାଇ ପାରୁନାହାନ୍ତି 31 ତାରିଖ ଦିନ ସିଧା ଟିଭି ଦବ ଆପଣ ମାନେ ଦେଖିପାରିବେ ସନ୍ଧ୍ୟା 6ଟାରେ ଦବ ଆପଣ ନିହାତି ଭାବରେ ଦେଖିବେ ସେ ଭିଡିଓଟା ବହୁତ ଏନ୍ଜୟ କରିବେ ସେଟା ତାଙ୍କର ଭିଡିଓଟା ଆଜି ପାଇଁ ଏତିକି ଲାଇକ୍ କମେଣ୍ଟ ସେୟାର ସବସ୍କ୍ରାଇବ ଯାହା ମାନେ ଯେତେ ପାରୁଛନ୍ତି କରିଦିଅନ୍ତୁ ରାବଣ ଆସୁଛି ୟାକୁ ଯେତେ ସେୟାର କରିବେ ସେତେ ମାନେ ଇଏ ହବ ମାନେ ଆପଣ ପବ୍ଲିସିଟି ହବ କି ରାବଣ ଆସୁଛି ବୋଲି ରାବଣ ଆସୁଛି ବୋଲି ପ୍ରମୋଶନ ବି ଅଟୋମେଟିକ ଚାଲେ ପ୍ରମୋଶନ ରାବଣ ଭଳି ଗୋଟେ ଫିଲ୍ମ ତାକୁ ପ୍ରମୋଶନ
ପ୍ରମୋସନ ମାନେ ଦରକାର ଦରକାର ୱାର୍ଡ ଅଫ ହଁ। ମାଉଥ ଚାଲିଯିବ ହୁଁ। କିନ୍ତୁ ତଥାପି ପ୍ରମୋସନ ନିହାତି ଦରକାର ସେ ଫିଲ୍ମ ଖାଲି ଅନୁଭବ ପାଇଁ ଭିଡ଼ିଓଟିକୁ ସେୟାର କରନ୍ତୁ ଲାଇକ୍ କରନ୍ତୁ କମେଣ୍ଟ କରନ୍ତୁ ତ ଏଇ ଭିଡ଼ିଓଟା ଯେତେ ମାତ୍ରାରେ ଲୋକଙ୍କ ପାଖରେ ପହଞ୍ଚି ପାରିବ ତ ଜଲ୍ଦି ଆପଣମାନଙ୍କ ସହିତ ଦେଖା ହେବ ଗୋଟେ ପୁଣି ଗୋଟେ ଧମାକାଦାର ଏପିସୋଡରେ ଆଉ 31 ତାରିଖ ଦିନ ମାନେ ମନେ ରଖିଥିବେ 31 ତାରିଖ ରବିବାର ଦିନ ଗୋଟେ ଧମାକାଦାର ଭିଡ଼ିଓ ଆସୁଛି ଚ୍ୟାନେଲକୁ ସବସ୍କ୍ରାଇବ କରି ରଖନ୍ତୁ ନୋଟିଫିକେସନ ବେଲକୁ ଅନ୍ କରିଦିଅନ୍ତୁ ତ ମୁଭି ଚର୍ଚ୍ଚାକୁ ବିଦାୟ ଦିଅନ୍ତୁ ଧନ୍ୟବାଦ। ଧନ୍ୟବାଦ।